सांग मैंने संजीता डेली लाइफ चैनल का आपको स्वागत। चलते आज वीडियो आरंभ करवा। आज वीडियो आरंभ करने पूर्व कह जब संजीता डेली लाइफ चैनल को आपने मैंने सब्सक्राइब करना सब्सक्राइब करेंगे, लाइक करेंगे, शेयर करेंगे, कमेंट करेंगे। चलते आज वीडियो आरंभ करवा। आज आम एनएम दीदी जारकार एनएम दीदी फेयरवेल दिखाई सरगला से रिटायर करेंगे। खाली आम अंगनवाड़ी जी आम जारकार फेयरवेल दिखाई। चलते से कौन हो देखे आ लाइक शेयर सब्सक्राइब करने को जमार भी भूलें, कमेंट भी करेंगे। चलते बैक कैमरा चिकेन खाऊ 10 तारीख चिकेन कषा चलती। चिकेन रु पानी बाहर अधा रोसई है आसिक रोसई गले वीडियो कर चिकेन मसला कषा चली। चिकेन पड़ीकिना चलती देख से हो था सीझु। चलते देखा आज जा सब साफिका शाढ़ी ये हाँ या मो दीदी एनएम दीदी। आज ये दीदी आम फेयरवेल दौचु अल्प दिन दीदी रहा चाकरी आ दीदी आमको छाड़ी पलैबे। मु चाकरी कला दिन दीदी अच्छा माने के मोर हो गला चाकरी 10 वर्ष 9 वर्ष पाखापाखि ना दीदी से बेठू ता पूर्व दीदी मो झी बड़ू माने 14 वर्ष मो झी जेबेठू है दीदी से बेठू ता पूर्व दीदी थे हाँ। आज दीदी आम सैला दीदी पुणी केत मन करके पुणी आसबे ये आइले पंडुआ पंडुआ अंगनवाड़ी वर्कर हाई को हाई कहले। आज आमर जी दुख से खुशी जी हो दुख भी से लगुच ना नहीं भाविला बेलू कांद लगुच देख दीटा मत ये कौन मोर कि मोठू कौन दीटा कढ़ाई ना कौन सुमन पा लिखुले कि दीदी मोर जाए चिकेन देखिक आसे चिकेन देखिक आसे टे नागी गलानी कि कौन से मैंने कि आसबेनि रामू वीडियो नाई नाई मो मोबाइल पे पैसा नहीं वीडियो कर देखा ना ना हाँ नहीं बेकर गुडे माउसी मन के के आगे हम सिनेमा मंडल बांधी उपस्थित मोर सहकर्मी भौणी मैंने कि सब बड़े काली रात भावुली मुझे मैडम सीना सरकारी स्तर नियम अनुसार से डिजाइन ने कि आम समय मन आ हृदय से सबुदिन थे
17 ବର୍ଷର ଯାତ୍ରା ଇଏ କମ୍ ବଡ଼ କଥା ନୁହଁ। ଲୋକ ଗୋଟେ ଜାଗାରେ 3 ବର୍ଷ ରହିପାରିଲେ 17 ବର୍ଷର ଭିତରେ ଆମର କିଛି ମାନେ ନିଜ ପାରିବାରିକ ମାନେ ସୁଖ ଦୁଃଖ ବି ଆମେ ବଣ୍ଟାବଣ୍ଟି କରୁଥିଲୁ, ନିଜ ବ୍ୟକ୍ତିଗତ କଥା ବି ତାଙ୍କ ସାଙ୍ଗରେ ଆମେ ଆଲୋଚନା କରୁଥିଲୁ। ସିଏ ଆମକୁ ହସଉଥିଲେ, ଆମେ ତାଙ୍କୁ ହସଉଥିଲେ। ଏଇ ଯେଉଁ ସ୍ନେହ ମମତା ମରିବା ପର୍ଯ୍ୟନ୍ତ ଆମ ମନରେ ସେ ଥିବ। ସେ ଯେଉଁଠି ବି ଥାଆନ୍ତୁ, ଆଉ ଯେତେ ଭଲ କାମ କରି ଧର୍ମଶାଳା ଯାଇଛନ୍ତି ସମସ୍ତଙ୍କର ପ୍ରଶଂସା। ପ୍ରଭା ଦିଦି ଭଳିଆ କାମ ପ୍ରକୃତରେ କେହି କରିପାରିବେ, ଏଇଟା ମୁହଁରେ ତା କଥା ନୁହଁ, ଏଇଟା ଆମ ପୁରା ଅନ୍ତରର କଥା। ଧର୍ମଶାଳା ସିଏଚ୍ସିରେ ସମସ୍ତେ ଖୁସି ଯେ ପ୍ରଭା ଦିଦି ଭଳିଆ ଆଗେ ଏଇ କାମ ଏମିତି ଭଲ କରିବେନି। ଭାରି ପଙ୍କ୍ଚୁଆଲ ସିନ୍ସିୟରିଟି, ସବୁ କାମ ମାନେ ଆଜି କାମ ଆଜି କର, କାଲିକି ବାକି ରେଖ ନା। ଏଇଟା ଆମେ ଶିକ୍ଷା ପାଇଛୁ ଯେ ଆଜି କାମ ଆମେ ନିଜେ ଆଜି କରିବା। ଆମେ ତ କିଛି ଆଉ ଦେଇ ନେଇ ପାରୁନୁ। ଯାହା ହଉ ଭଗବାନଙ୍କ ପାଇଁ ପ୍ରାର୍ଥନା କରିବୁ ସେ ଯେଉଁଠି ଥାଆନ୍ତୁ, ଆଉ ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁ, ସେ ସବୁବେଳେ ଖୁସିରେ ରୁହନ୍ତୁ। ଆଗାମୀ ଦିନରେ ଭଲ ସୁନ୍ଦରିଆ ଶିକ୍ଷିତ ଜଏଣ୍ଟ କରି ନିଜ ପରିବାରକୁ ଭିତରେ ରହିକି ସୁଖ ଶାନ୍ତି ବାଣ୍ଟନ୍ତୁ ଏବଂ ନିଜେ ସୁଖରେ ରୁହନ୍ତୁ। ଆଉ କ'ଣ କହିବି, ଆଉ ଯଦି ଆମ କର୍ମୀମାନଙ୍କ ତରଫରୁ କିମ୍ବା ମୋ ତରଫରୁ କିଛି ଆମେ ତ ଗୋଟେ ଆୟ ରଖନ୍ତି ବୋଲି ଭାବନା, ମୁଁ ବହୁତ କଥା କହିଦିଏ। ଯଦି ବି କିଛି ମୁଁ କହିଥାଏ ବାଧିଲା ଭଳିଆ କଥା, ମୁଁ ଆଜି ଶେଷ ସମୟରେ ବିଦାୟ ନେଲା ବେଳେ ତାଙ୍କ ପାଖକୁ କ୍ଷମା ପ୍ରାର୍ଥନା କରୁଛେ ଏବଂ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସେ ସବୁବେଳେ ହସୁଥାନ୍ତୁ, ଭଲରେ ରୁହନ୍ତୁ। ଏତିକି କହୁଛି। ଦିନଟା ଆମେ ଆଜି ସମୟ ଦେଇଛି ଦିଦିଙ୍କ ପାଇଁ, ଏଇଟା ତାଙ୍କ ଜୀବନ କାଳ ଭିତରେ ସେ ବି ଚାକିରି ତ ଏମିତି ସମସ୍ତଙ୍କ ଲାଇଫରେ ଆସିଯାଏ, କିନ୍ତୁ ଦିଦି ଆ ଭିତରେ ଏତେ ଶୀଘ୍ର ବି ଜଣା ପଡ଼ିଲାନି। ସେ ବର୍ତ୍ତମାନ ସିନା ରିଟାୟାର୍ଡ ନେବେ ବୋଲି ତାଙ୍କର ଗାଇଡ଼ଲାଇନ୍ ସରକାରଙ୍କ ଗାଇଡ଼ଲାଇନ୍ ଆସିଛି, କିନ୍ତୁ ଆକ୍ଚୁଆଲି ସେ ସେମିତି ଫିଜିକାଲି ଫିଟ୍ ଅଛନ୍ତି ବର୍ତ୍ତମାନ ସେ କାମ କରିବା ପାଇଁ। ସେ ଯଦି ବି ଆମର ସରକାର ନିର୍ଦ୍ଦେଶ ଅନୁସାରେ କିଛି ନିୟମ ଆମକୁ ମାନିବାକୁ ପଡ଼ିବ, ହେଲେ ବି ସିଏ ବିଦାୟ ନେଉଛନ୍ତି ସତ, କିନ୍ତୁ ଆମ ହୃଦୟରୁ ସେ ବିଦାୟ ନେବେନି। ଦିଦିଙ୍କର ପ୍ରଥମ ଦେଖା ହେଇଥିଲା ମୁଁ ଯେବେ ଫାଷ୍ଟ 2007ରେ ଜଏନ୍ କରିଥିଲି, ଦିଦି ସେଇ ବର୍ଷ ବି ଜଏନ୍ କରିଥିଲେ। ସେବେଠାରୁ ଦିଦିଙ୍କ ସହିତ ଆମର କେତେ 17-18 ବର୍ଷ ହେଇଗଲା ଚାକିରି, 17 ବର୍ଷ ପାଖାପାଖି ହେଇଗଲା ଆମର ଚାକିରି କାଳ। ତେଣୁ ତା ଭିତରେ ଦିଦିଙ୍କ ପାଖରେ ବହୁତ ଜିନିଷ ଶିଖିବାକୁ ମିଳୁଛି। ଆମେ ସିନା କାମ ପ୍ରେସରରେ ସବୁବେଳେ ଦିଦିଙ୍କ ଉପରେ କ'ଣ ଦିଦି ଛାଡ଼ି ଯାଉଛନ୍ତି, ଏଇଟା କରୁଛନ୍ତି, କିନ୍ତୁ ଆକ୍ଚୁଆଲି ସିଏ କହିବାକୁ ଗଲେ ବହୁତ ପଙ୍କ୍ଚୁଆଲ, ବହୁତ ସିନ୍ସିୟର। ଆମର ମାନେ ଆମ ସତ୍ସେଣ୍ଡର ନୁହଁ, ଏମିତି ତାଙ୍କ ମେଡ଼ିକାଲ ଷ୍ଟାଫ୍ମାନଙ୍କ ପାଖରେ ବି ସେ ବହୁତ ସିନ୍ସିୟର, ଯେଉଁଟାକି ତାଙ୍କର ବହୁତ ଭଲ ଗୁଣ। ଆମେ ବି ତାଙ୍କର କିଛି ଶିଖିକି ଯେଟା ଆମେ ଯେଉଁ ଆମର ଚାକିରି କାଳ ଭିତରେ ଆମେ କାର୍ଯ୍ୟରେ ଲଗେଇବା। ଆଉ ଦିଦିଙ୍କର ତ ବହୁତ ଭଲ ଗୁଣ ଅଛି। ସେ ସେମିତି ମନରେ କିଛି କୁହନ୍ତି, ଯାହା ମାନେ ଏତେ ମିକ୍ସିଂ ଆମେ ତାପରେ ତାଙ୍କ ଭିତରେ ଗୋଟେ କିଛି ଆମେ ଦୂରତ୍ୱ ରଖୁନି। ସବୁବେଳେ ହଁ ଆମର ଗୋଟେ ଯେମିତି ଗୋଟେ ପରିବାର ସବୁବେଳେ ଆମେ ସବୁବେଳେ ତାଙ୍କୁ ନିଜର ବୋଲି ମନରେ ଭାବିଥାଉ। ମୁଁ ତ ବହୁତ ବେଳେ ଥଟ୍ଟାରେ ମଜାରେ କେତେବେଳେ ଚିଡ଼େଇଲା ଭଳିଆ ଦିଦିଙ୍କୁ ବହୁତ କଥା କୁହେ, ହେଲେ ବି ସିଏ ମାନେ ସେଇଟାକୁ କିଛି ଇଗ୍ନୋର କରିଦିଅନ୍ତି, ସେଇଟା ବି କିଛି ତାଙ୍କ ମାଇଣ୍ଡରେ ବି ଆସେନି। ସେଇଟା ଭାରି ଦୁଃଖ ଲାଗୁଛି। ଦିଦି ଆଜି ଏତେ ବର୍ଷ ଭିତରେ ରହିଲା ବେଳେ ସେ ଯେତେବେଳେ ଯିବାକୁ ବାହାରୁଛନ୍ତି ଆମ ମନ ବି ମାନୁନି ଦିଦି ଏତେ ଶୀଘ୍ର ବି ଆମକୁ ବିଦାୟ ନେଉଛନ୍ତି। ଯାହା ହଉ, ସେ ତ ଯାହା ଭଗବାନଙ୍କର ନିୟମ, ଆମେ ସେଟା ତ ସମସ୍ତେ ମାନିବା। ଭଗବାନ କରନ୍ତୁ ତାଙ୍କ ପରିବାର ଭଲ ରୁହନ୍ତୁ। ଝିଅ ବି ବାହା ହେବା ବୟସ ହେଇଗଲାଣି, ଆଉ ଭଲ ଜୟ କରନ୍ତୁ, ଆଉ ସୁସ୍ଥ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଆଉ ଏତିକି କହିବି, କ'ଣ କରିବା। କାମ ଭିତରେ ବି କାହା ଉପରେ ରାଗି ଯାଇଥିଲି, କ'ଣ କହିବି ନାଇଁ ସେଇଟା ତ ଆପଣଙ୍କର ସେଇଟା ମାଇଣ୍ଡ କରିବେନି କେହି। ଯଦି କିଛି ନା ଆପଣଙ୍କର ସେମିତି ଆପଣ ସେଇଟା କରିଛନ୍ତି ବୋଲି ତ ଆମେ ଠିକରେ ଜାଣିଛୁ ନା। ଆପଣ ଯଦି ସେଇଟା ଠିକ ନ କହିଦେଇଥିଲି କେତେବେଳେ କାହାକୁ ରାଗିଛି କିଛି ମୋତେ ଗାଇଦେଲେନି। ସହବାସ ଭାବୁଛି କିଛି କେହି କହିବେନି, ଭାବିବେନି, ସମସ୍ତେ ଭଲ ନିଜେ ସଜାଡ଼ି ଦେବ, ନିଜ ଫିଲ୍ଡ ନିଜ ହିସାବରେ। ଅନ୍ୟ ଜଣେ ଏମିତି କରୁଛି ମୁଁ ସେମିତି କରିବି, ସେଇଟା ନୁହେଁ। ମୋ ଫିଲ୍ଡ ମୁଁ ସଜାଡ଼ିବି, ମୋ ମାଙ୍କଡ଼କୁ ମୁଁ କେମିତି ଦେବେ ସେଇଟା ମୋତେ ଜଣା। ତେଣୁ ସବୁବେଳେ ନିଜ ଉପରେ ସବୁବେଳେ ଆତ୍ମବିଶ୍ୱାସ ରଖିବ, ରଖିକି ରଖିବ। ଯେହେତୁ ଡିପାର୍ଟମେଣ୍ଟ ଗୋଟେ ଅଛ, ଡିପାର୍ଟମେଣ୍ଟର କାମ ଆଗେ କରିବ। ତମ ଘର ଯାହା ହେଲେ ବି ତମ ଘରେ ନ ଖାଇଲେ ବି କେହି ଆସି ଦେଖିବେନି, ତମେ କାମ ଠିକ୍ ସେ କରିଦେଇଦିଅ, ସମୟ ଏଇଠୁ ପଳେଇବ। ରାଗି ଯାଇଥିଲି କେତେବେଳେ, ସଞ୍ଚିତାକୁ ବି ବେଶୀ କେତେବେଳେ ପାଟି କରି କହିଥିଲି, କାହିଁ ଏଇଟା କରିବି
ଯୋଉ କାମଟା ହବାକୁ ଥିବ ମୁଁ ତା ଆଗରୁ ଯେଉଁ ଲାଇନ୍ ପୂର୍ବରୁ ମୁଁ ଆପଣମାନଙ୍କୁ ତରକାରୀ କରେ ଆପଣ ଭୁଲଟା ଧରନ୍ତି ବୋଲି ତ ମୁଁ ଠିକ୍ କାମଟା କରେ। ଆପଣ ଯଦି ଭୁଲ ନ ଧରିବେ ମୁଁ କାମ କେମିତି କରିବି? ହଁ ଆମର ତ ଚିନ୍ତା ଆମକୁ କିଏ ଗାଇଡ୍ କରିବ ଆମ ଭୁଲ ଠିକରେ, କାରଣ ଯୋଉ ନିହାତି ଦିଦି ସିଏ କହିବେନି ଆମକୁ ଭୁଲ ଠିକ କ'ଣ। ପ୍ରଭାତ କିଭଳିଆ ଫୋନ୍ କରି କହିଦେବେ ଏଇଟା କଲୁ ନା ସେଇଟା କଲୁ ନା, ଆଉ କ'ଣ କରିବା। ଆମର ତ ସେଇଟା ହେଲାଣି ଚିନ୍ତା କେମିତି କାମ କରିବି। ଆମେ ବି ଏବେ ବି ବିଶ୍ୱାସ କରିପାରୁନା ଆମର ମୂଲ୍ୟବାନ ଜିନିଷ କାମ ବ୍ୟସ୍ତ ଥିବ କାମଟା କ'ଣ ମୁଁ ଜାଣିଛି ନିଜେ କାମ କରିବି କାହିଁକି ବିଶ୍ୱାସ କରିଥାନ୍ତି। ସେଇଦିନ ସମସ୍ତେ ବସିଥିବ ଗୋଟେ ଜାଗାରେ, ମୁଁ ସେତେବେଳେ ଟିକେ ଟାଇମ୍ ପାଇବ କଥା ହେଇପାରିବ। କିଛି କହିବାର କଥା ଯଦି ତ୍ରୁଟି ରହିଥାଏ ମୋତେ କ୍ଷମା କରିଦେବେ। ଆପଣ ରାଗିଛନ୍ତି ବୋଲି ମୋ କାମଟା ମୁଁ ଠିକ୍ କରିଛି। ଆଉ ଆପଣ ଯଦି ନ ରାଗିଥାନ୍ତେ କାମ ବି ଠିକ୍ ହେଇନଥାନ୍ତା। ସଞ୍ଚିତା ୟୁଟ୍ୟୁବ୍ ଚ୍ୟାନେଲ୍ ପୁଷ୍ପା ଦହି ଗୁଳୁ ସାଲାଡ଼ ଦୁଇଟା ଯାକ କରିବ ନା କ'ଣ? ଦୁଇଟା ପକେଇଲେ ଗୋଟେ? ନା ଗୋଟେ ଏତେ କାହିଁ ପକେଇବା, ଦହିଟା ପାଣି କରିଦେଇଥିଲେ। ହଁ ଏଇ ଯେଉଁ ବସିଲେ ଯେତେବେଳେ ପାଣି କରିକି ପିଇ ଦେଇଥିଲେ ହେଇଥାନ୍ତା। ହଁ